विंड स्टॉर्म विंड विषय जानछ विंड कोन हम केते विंड कहबा Yes, sir. Yes, sir. Yes, sir. The The moving air is moving called wind. air, the high हां pressure, तले low pressure मूविंग is एयर इज called. नोन एज विंड कोन Yes, sir. मूविंग Just एयर a इज कॉल्ड moving विंड ला हाई प्रेशर लो प्रेशर को जोड़ा फ्लो करे. एग्जैक्टली तले से विंड टाकू से विंड रो स्पीड नै विंड रो स्पीड ऊपर डिपेंड करे हम देखो स्टॉर्म कहबा बुझुजी विंड रो डिफरेंट Cyclone. स्पीड रे हम देखो कहबा हला स्टॉर्म कहबा स्पीड बढ़िला ताडू साइक्लोन कहबा बुझा होची कि नहीं जदि से स्पीड आहुरी बढ़ला तो सुपर साइक्लोन कहबा बुझा होची नहीं Yes, sir. ओडिशा बेसिकली साइक्लोन हिट हुए ना बेसी सुना सुनी दियो हुड हुड फनी हला Yes, sir. आउ कौन सुना अछि Sir, Mahavatya. महाबात्या ना हुड हुड फनी पर आउ कौन रे आउ को जान Sir, Bulbul. Sir, Bulbul अच्छी. Sir, बुलबुल Titli. तितली तितली Sir, तितली Bulbul Titli सब वो अच्छी. Sir, Bulbul funny, sir, funny. फनी Sir, फनी फनी funny अच्छी. Yes. यस ओके ताले ओडिशा रे बहुत विंड बहुत देल ना एयर मूवमेंट एयर ता बहुत होज ना Yes, sir. Yes, sir. Yes, sir. का सेटा कोस्टल रीजन बिलोंग करते सेति पई नै की Yes, sir. No, sir. Sir, ଗୋଟେ form ଅଛି. हां Sir, कुछ ओडिशा ସେଇଟାରେ create सुनो ହେଇଥିବ. ओडिशा वाज हिट बाय ए साइक्लोन विथ विंड स्पीड अप टू 200 किलोमीटर पर आवर केते विंड स्पीड थिला ସେ ହେଲା 260 ନା 70 ଥିଲା ପରା. प्रथमे 18 अक्टोबर 1999 रे जो विंड स्पीड थिला केते होची 200 किलोमीटर केते ହେଲା 200 kilometer. ତାହେଲେ ପ୍ରଥମେ ଯୋଉ ଅକ୍ଟୋବର 1999 ରେ 18 ତାରିଖ ଗୋଟେ ବାତ୍ୟା ହେଇଥିଲା ୱିଣ୍ଡ ସ୍ପିଡ୍ ଥିଲା 200 କିଲୋମିଟର ହେଲା ତାପରେ ପୁଣି କହୁଛି ଅନ୍ 29 ଅକ୍ଟୋବର ଦ ସେମ୍ ଇୟର ସେଇ ବର୍ଷ ଦ ସେକେଣ୍ଡ ସାଇକ୍ଲୋନ୍ ୱିଥ୍ ୱିଣ୍ଡ ସ୍ପିଡ୍ ଅଫ୍ 260 କିଲୋମିଟର per hour ଅକର ହିଟ୍ ଓଡିଶା ଏଗେନ୍ ହେଲା ସେଇଟା ହଉଛି ସୁପର ସାଇକ୍ଲୋନ୍ ଥିଲା 200 କିଲୋମିଟର କେତେ ପଡିଲା 260 କିଲୋମିଟର ଆୱାର ୱିଣ୍ଡ ସ୍ପିଡ୍ ସେ ବହୁତ କିଛି ଜିନିଷ ଡ୍ୟାମେଜ କରିଥିଲା it was accompanied by water waves about 9 meter high 9 meter high रे water wave ଆସିଥିଲା 9 meter wave କେତେ କହିଲ near about 30 feet 30 feet ବୁଝି ପାରୁଛ କି ନାହିଁ କେତେ କହିଲ ଦୋତାଲାର ହାଇଟ୍ ର ଗୋଟେ ଯଦି ୱେଭ୍ ଆସିବ ବଞ୍ଚିବ ମାନେ ତମ ଉପରେ ତିନିଟା ଚାରିଟା ହାଇଟ୍ ର ୱେଭ୍ ଆସିବ ପୁରା ସ୍ମାସ୍ କରିନେ ପିଟି ନବ କୋଉଠି ମରିବା ଥୋୟା ନୁହେଁ କି ତାହେଲେ ଏଇ ଯୋଉ ସାଇକ୍ଲୋନ ବା ୱିଣ୍ଡ ସ୍ପିଡ୍ ବଢେ କଣ ପାଇଁ ହେଲା ୱିଣ୍ଡ ସ୍ପିଡ୍ କାହା ପାଇଁ ବଢେ ଆକ୍ଚୁଆଲି ମୁଁ ଆମେ ଅଲରେଡି ଡିସ୍କସ୍ କରିଛୁ ଏଇ ଜିନିଷ ଜିଓଗ୍ରାଫିରେ ୱିଣ୍ଡ ସ୍ପିଡ୍ କେତେବେଳେ ଫ୍ଲୋ ହବ ଯଦି ଆମେ ଜାଣିଥିଲେ ଯଦି ଡିଫରେନ୍ସ ବିଟୱିନ୍ ଏୟାର ପ୍ରେସର ହେଲା କି ନାହିଁ ଯଦି ମନେକର ଏଇଟା ହଉଛି ଆମେ ଜାଣିଛନ୍ତି ୱିଣ୍ଡ ଟା ହାଇ ପ୍ରେସର ରୁ लो प्रेशर का Low मूवमेंट हुए कि नहीं pressure. Yes, sir. ହେଲା ତାହେଲେ ଏଇ ଯୋଉ ଏୟାର ଡିଫରେନ୍ସ ଯୋଉ ପ୍ରେସର ଡିଫରେନ୍ସ ଯଦି ଅଧିକା ହେବ ତାହେଲେ ୱିଣ୍ଡ ଟା ଜୋର ବହିବ କି ନାହିଁ Yes, sir. ବୁଝୁଛ ନା ମନେକର ପାଣି ଆମେ ରଖିଛନ୍ତି ଏଇଭଳିଆ ଟାଙ୍କିରେ ଗୋଟେ ହେଲା ଆଉ ଗୋଟେ ଜିନିଷ ରଖିଛନ୍ତି ତଳେ ଏଇଠି ଟାଙ୍କି ରଖିଛନ୍ତି ତ ଏଇଠୁ ଯୋଉ ଏଇ ଯୋଉ ହାଇଟ୍ ଯେତେ ବଢିବ ପାଣିଟା ସେତେ ଜୋର ଖସିବ କି ନାହିଁ Yes, sir. ହେଲେ ୱାଟର ପ୍ରେସର ଯେତେ ହାଇଟ୍ ବଢି ବଢି ଯିବ ୱାଟର ପ୍ରେସର ସେତେ ଅଧିକା ହବ ତ ଠିକ Yes, sir. ସେମିତି ତାହେଲେ ଏୟାର ପ୍ରେସର ଯେତେ ଅଧିକା ହେଇ ଚାଲିବ ୱିଣ୍ଡ ସ୍ପିଡ୍ ସେତେ ବଢି ବଢି ଚାଲିବ ବୁଝୁଛି Yes, sir. ହେଲା ବେସିକାଲି ସେ କଣ ଏୟାର ପ୍ରେସର ଉପରେ ଡିପେଣ୍ଡ କରୁଛି କାହା ଉପରେ ଡିପେଣ୍ଡ କରୁଛି ୱିଣ୍ଡ ସ୍ପିଡ୍ ଟା ଏୟାର ପ୍ରେସର ଉପରେ ହଁ ଆମେ ଜାଣିଛନ୍ତି କଣ ମୁଭିଂ ଏୟାର ଇଜ ନୋନ୍ ଆଜ୍ ୱିଣ୍ଡ କଣ ୱିଣ୍ଡ କାହାକୁ କୁହନ୍ତି Moving air ମୁଭିଂ ଏୟାର is ଇଜ known ନୋନ୍ as ଆଜ୍ ୱିଣ୍ଡ ହେଲା ଏଇ ଏକ୍ସାମ୍ପଲ ମୁଁ କହିଥିଲି ଏୟାର ଯୋଉ ଜିଓଗ୍ରାଫି ଚାପ୍ଟର ବି ମନେ ପଡୁଛି ନା ସେ କହୁଛି ଏୟାର ଏକ୍ସର୍ଟସ୍ ପ୍ରେସର କଣ Yes, କହୁଛି sir. ଏୟାର ଏକ୍ସର୍ଟସ୍ ପ୍ରେସର ତାମାନେ କଣ କରେ ତାମାନେ କହୁଛି ଏୟାର ଟା କଣ କରେ ପ୍ରେସର ଆପ୍ଲାଏ କରେ କଣ କରେ ଏୟାର ଆପ୍ଲାଏ ପ୍ରେସର ତାହେଲେ ଆମ ବଡି ଉପରେ ଏୟାର ପ୍ରେସର ଅଛି କି ନାହିଁ ଅଛି ମନେକର ତମେ ଏଠି ଛିଡା ହେଇଛ ବୁଝିହଉଛି ଏଇଟା ମନେକର Yes, ତମେ sir. अच्छी ତମେ ସେଥିପାଇଁ ତାହେଲେ ତମ ବଡି ଆମର ସବୁ ଚାରିକର ସେମ୍ ଏୟାର ଟଚ୍ ହଉଛି କି ନାହିଁ ତମ Yes, ବଡି sir. ଚାରିକର ଏୟାର ପାର୍ଟିକଲ ଟଚ୍ କରୁଛି ଏବଂ ସିଏ ବଡିରୁ ଗୋଟେ ପ୍ରେସର ପକଉଛି ସବୁବେଳେ ବଡିରେ ତମ ସ୍କିନରେ ସେ ଗୋଟେ ପ୍ରେସର ପକଉଛି ସବୁବେଳେ ଏ ସବୁ ଏୟାର ପାର୍ଟିକଲ ହେଲା ଏବଂ ତମ ବଡିରେ ଯୋଉ ବ୍ଲଡ ଫ୍ଲୋ ହଉନି ସିଏ ବି ଇନସାଇଡ୍ ଗୋଟେ ପ୍ରେସର ପକଉଛି ସବୁବେଳେ ଯୋଉଥିପାଇଁ ଆମେ କନଷ୍ଟାଣ୍ଟ ହେଇକି ଅଛନ୍ତି
ମୁଁ ତମକୁ ଏୟାର ଚାପ୍ଟର ଅଲରେडी କହିଥିଲି ହେଲା। Yes, sir. ତ ଆମେ ଏଇ ଯୋଉ ଏକ୍ସପେରିମେंट ମାଧ୍ୟମରେ ଦେଖିବା ଦ ଏୟାର କିଛି ପ୍ରେସर ଆପ୍ଲାଏ करे ବୋଲି। କେମିତି ଦେଖିବା? ସେ କହୁଛି ଆମକୁ ବଏल वाटर ଦରକାର ହେଲା। କହୁଛି ୟୁ ନିଡ୍ ଟୁ ବଏल वाटर इन द फॉलोइंग एक्टिविटी। सिंपल गोटे टीन कैन नब, एटा गोटे टीन कैन है, ता देहरे किसी पानी पुरेब टीन कैन ने, फिल इट अप्रोक्सीमेटली हाफ विथ वाटर, तार अधा पानी पुरेबा बुझाऊँ, तापर हिट करवा तो गरम करवा कुछ टिल द वाटर बॉइल्स, वाटर फुटे जाए तो बॉइल करिया, कौन करवा वाटर जो गोब गोब फुटेनी तो बॉइल करवा कुछ लेट द वाटर बॉइल फॉर फ्यू मिनट्स, किस समय पर वाटर बॉइल है दरकार। तापर एटा ब्लो आउट कर दो माने कौन कैंडल टाको जो जाली के हमें जो फ्लेम टाको हिट करथिबा एटा को लिभेई देबा बुझाऊँ। Yes, sir. तापर कौन करवा कुछ पोर फ्रेश वाटर ओवर द कैन, तापर आनी ठंडा वाटर पके देबा। तो जेमिति या ठंडा वाटर ढालिबो एटा देखिबो प्रथम इनिशियल सेप ए भला दिबो चापी हे जो दीपटरो हैला। ए जो एक्सपेरिमेंट तुम कर पार घरे, किंतु टीन कैन जो आनिबो जेमिति कोनोसी फांका न थिबो, पूरा क्लोज थिबो चारिआडे हैला। जब टिके फांका थिबो तले चापी न होई पारे, कारण प्रेशर टा कम हबो ऊपर एटा बाहरी पळेबो बुझियो जे नहीं। Yes, sir. से पूरा बंद कर सब करिवो। तो ये टीन कैन कम पे चापी एक्चुअली ହେଲା। ଦେଖ ମୁଁ ତ ବୁଝ ସେ କ୍ଲାସରେ କହୁଥିଲି, ଆଜି ବି ଥରେ କହୁଛି ଶୁଣ। ତ ଯେତେବେଳେ ଆଦର ଯୋଉ ହାଫ୍ ୱାଟର ଅଛି, ଯେତେବେଳେ ଆମେ ତାକୁ ବଏଲ କଲେ ହେଲା, ତ ୱାଟର ଯେତେବେଳେ ୱାଟରକୁ ଆମେ ଯେତେବେଳେ ହିଟ୍ କରିବା ସେ କ'ଣ ହବ, ତ ଲିକ୍ୱିଡ କଲା ପରେ ହିଟ୍ କଲା ପରେ କ'ଣ ହବ, ତାକୁ ଗ୍ୟାସ୍ ହେଇଯିବନି ସେ Yes, sir. Water vapor is. ୱାଟର ଗ୍ୟାସଟାକୁ ଆମେ ଭେପର କହନ୍ତି ନା। Yes, sir. ତ ସେ ଭେପରଟା କ'ଣ ହବ ଯେ ଗ୍ୟାସ୍ ହେଇକି ଏଇ ଯୋଉ ଆଟମୋସ୍ଫିୟର ଏଇ ଯୋଉ କ୍ୟାନ୍ ଅଛି, କ୍ୟାନ୍ ର ୱାଲ୍ ରେ ଲାଗିବ କି ନାହିଁ Yes, sir. ହେଲା, ଲାଗିବ ସିମ୍ପଲ ବୁଝିହଉଛି। ଏବଂ ଏଇ ଯୋଉ କ୍ୟାନ୍ ର ଆଉଟ ସାଇଡ୍ ରେ ଯୋଉ ଏୟାର ଅଛି, କ'ଣ କ୍ୟାନ୍ ର ଆଉଟ ସାଇଡ୍ ରେ ଯୋଉ ଏୟାର ଅଛି ସିଏ ବି ଗୋଟେ ପ୍ରେସର ପକଉଥିବେ କ'ଣ ତାର ଯୋଉ ଆଉଟର ସରଫେସ୍ କୁ ବୁଝିହଉଛି ନାହିଁ। Yes, sir. ଯୋଉଥିପାଇଁ କି ଏବଂ ଯୋଉ କ୍ୟାନ୍ ର ଇନସାଇଡ୍ ଯୋଉ ୱାଟର ଭେପର ଅଛନ୍ତି ସିଏ ବି ଏୟାର ନୁହେଁ କି, ସିଏ ବି ଗୋଟେ ଇନସାଇଡ୍ ଗୋଟେ ପ୍ରେସର ପକଉଥିବେ, ଯୋଉଥିପାଇଁ କି ବାଲାନ୍ସ ହେଇକି କ୍ୟାନ୍ ଟା ଅଛି ବୁଝିହଉଛି। ତ ଯେତେବେଳେ ଆମେ ଥଣ୍ଡା ପାଣି ଢାଳିଦବା ତ ୱାଟର ଭେପର ମାନେ କ'ଣ ତା ଦେହରେ କିଛି ହିଟ୍ ଅଛି କି ନାହିଁ, ୱାଟର ଭେପର ମାନେ ହିଟ୍ ଅଛି। ତ ଆମେ ଯେତେବେଳେ ଥଣ୍ଡା ପାଣି ଢାଳି ଦେଲେ ଏଇ ଯୋଉ ୱାଟର ଭେପର ହିଟ୍ ଟା ପଳେଇଲା, ହିଟ୍ ଟା ପଡ଼ିଲା ପରେ ଇଏ କ'ଣ ହେଇଯିବ, ପୁଣି ଲିକ୍ୱିଡ କନଭର୍ଟ ହେଇଯିବ, ଗୋଟେ କନଭର୍ଟ ହେଇଯିବ। ବୁଝିପାରିଲେ ନା ନାହିଁ, ଯେତେବେଳେ ୱାଟର ଭେପରଟା ପ୍ରଥମେ ଇନିସିଆଲି ହିଟ୍ ହେଇକି ଥିବ, ତ ହିଟ୍ ହେଲେ ଦେଖ ଲିକ୍ୱିଡଟା ହିଟ୍ ପାଇଲେ ୱାଟର ଭେପର ହଉଛି ନା, ହଉଛି କି ନାହିଁ। Yes, sir. ତ ସେ ହିଟ୍ ଟା ଅଛି ୱାଟର ଭେପରରେ, ଯେତେବେଳେ ଆମେ ଥଣ୍ଡା ପାଣି ଢାଳିଦେବା ସେ ହିଟ୍ ଟା ପଳେଇବ, ହିଟ୍ ପଳେଇଲେ ଭେପରଟା ପୁଣି କ'ଣ ହେଇଯିବ, କନଭର୍ଟ ହେଇଯିବ, ଲିକ୍ୱିଡ Oh, ହେଇଯିବ। liquid. ଯେତେବେଳେ ୱାଟର ଯେତେବେଳେ ଲିକ୍ୱିଡ କନଭର୍ଟ ହେଇଯିବ, ସେ ଏଇପଟରେ ଯୋଉ ଲିକ୍ୱିଡ ଥିବ, ଯୋଉ ୱାଟର ଭେପର ଥିବ, ଆଉ କେହି ଥିବେ କି ସେ Oh, କେହି sir. ରହିବେନି, କ'ଣ ହେଇଯିବେ ସବୁ ଲିକ୍ୱିଡ ହେଇଯିବେ। Oh, liquid. ତ ଲିକ୍ୱିଡ ହେଇଗଲେ ଭିତରୁ ଯୋଉ ଗୋଟେ ଏୟାର ଫୋର୍ସ ପଡୁଥିବ ସେ ପଡିବ କି, ଆଉ କିଛି ଏୟାର ଫୋର୍ସ ପଡିବନି, No. ତ କେବଳ ବାହାର ପଟରୁ ଫୋର୍ସ ପଡିବ। ଯଦି ଗୋଟିଏ ସାଇଡ୍ ଜଣେ ଫୋର୍ସ ପକେଇ ତାହେଲେ ଏପଟେ ଚାପି ଦେବନି, ବୁଝିହଉଛି କି ନାହିଁ। ପ୍ରେସରଟା ଖାଲି Yes, sir. ଏଇପଟରୁ ପଡିଲେ ଯୋଉଥିପାଇଁ କି ଏଇଟା ଚାପି ହେଇଗଲା ସିମ୍ପଲ। ଡୋର ଦେଖିଥିବ, ଡୋର କେବେ ହେଇଥିବ ତମ ଭାଇ ଭଉଣୀ କେବେ ଡୋର ଚପାଚପି ହେଇଥିବ, ଡୋର ଚପାଚପି ମାନେ ସେ ଭିତରୁ ଟାଣି ଦେଉଥିବ ତମେ ପେଲୁଥିବ, ତ ଦି Yes, ଜଣଙ୍କ sir. Yes, sir. ହେଇଥିବ, ତ ଦି ଜଣଙ୍କ ବଳ ଇକ୍ୱାଲ ହେଲେ କେବେ ପେଲି ପାରିବ କି, ଜଣେ No, ଜଣେ sir. ଖସିଯିବ, ସେ କ'ଣ କରିବ ଛାଡ଼ିଦେବ, ହାତ ଛାଡ଼ିଦେବ, ତମେ ଗାବୁକି ଭିତରକୁ ପଳେଇବ, ହୁଏ କି ନାହିଁ, କାରଣ ପ୍ରେସରଟା ବଢିଯାଏ ହଠାତ୍, ତ ସେଇ ଜିନିଷଟା ଏଠି ହଉଛି Yes, ହେଲା। sir. ତ ତାହେଲେ ଏଇ ଏକ୍ସପେରିମେଣ୍ଟରେ ଆମେ କ'ଣ ଜାଣିଲେ ଯେ ଏୟାର କ'ଣ କରେ, ପ୍ରେସର ଆପ୍ଲାଏ କରେ, କ'ଣ କରେ ଏୟାର ମଧ୍ୟ ପ୍ରେସର ଆପ୍ଲାଏ କରେ ହେଲା, ଯୋଉଥିପାଇଁ କି ଟିନ୍ କ୍ୟାନ୍ ଟା ଚାପି ହେଇଗଲା ସିମ୍ପଲ ବୁଝିହଉଛି। Yes, sir. ସେ ଲେଖୁଛି as water is poured over the can, some steam in the can condense into water। कैन रे जो स्टीम थिला, स्टीम माने कोन वेपर, से कोन हेगला Yes, कंडेंस sir. इनटू वाटर माने कोन वाटर को कन्वर्ट हेगला, which reducing the amount of air inside। ता भीतर जो एयर थिला से कैन भीतर तो अमाउंट कम गया, कारण से लिक्विड हेगला ना, तो एयर रो अमाउंट कम गेला माने कोन जो
with the pressure of air inside the can decreases. अरे ମୁଁ କହିଥିଲି ନା ଯେ लो प्रेशर କେତେବେଳେ ହବ ଯେତେବେଳେ ନମ୍ବର ଅଫ ଏୟାର ପାର୍ଟିକଲ ଡିକ୍ରିଜ ହେଇଯିବ କି ନାହିଁ ସେ କଥା ସେ Yes, ଦେଖୁଛି ବା sir. ଯେତେବେଳେ କିଛି ଏୟାର ପାର୍ଟିକଲ वाटर को कन्वर्ट हो वाटर वेपर कन्वर्ट हो कुछ दैट रिड्यूसेस द अमाउंट ऑफ एयर इनसाइड से कैन भीतर जो एयर था तार अमाउंट कमी गला जाफल से कौन कला गोटे लो प्रेशर भीतर क्रिएट होला और हाई प्रेशर एरिया ताको चापी देला When the pressure of air inside the can decreases than the pressure exerted by the air from outside the can ताले outside the can जो प्रेशर थिला तासे अधिक रहिला मोर रहिला इनसाइड प्रेशर कौन लो प्रेशर एरिया क्रिएट होला एडी मोर प्रेशर रहिला जब मोर प्रेशर अधिक प्रेशर को लो प्रेशर को प्रेस कर देला एज ए रिजल्ट द कैन गेट्स कंप्रेस जाफल कैन टी चापी हे गला होला तो एटा में कौन चलले एयर एक्सर्ट्स प्रेशर कौन चलले Air exit pressure. हां मैं गोड़ी 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 यार देख चके गोड़ी गोड़ी यार हेलो Yes, Sir, गोड़ी कौन? गोड़ी काइट जनो काइट Yes, sir. Yes, sir. ହେଲା ନା କାଇଟ୍ Yes, ଜାଣିନୁ sir. ଏମିତି ହେଇଥିବ କାଇଟ୍ ତ Yes, ଦେଖ sir. କାଇଟ୍ ଟା ଉଡୁଥିବ କଣ ପାଇଁ ପବନ ଯଦି ନଦବ କାଇଟ୍ ଉଡିବ କି ଉଡିବ ଫସିଯିବ କାହିଁକି No, sir. ତାହେଲେ ଯୋଉ ଏୟାର ଟା କଣ କରୁଛି ଆକୁ ପେଲିକି ଧରୁଛି ଗୋଟେ ପ୍ରେସର ଆପ୍ଲାଏ କରୁଛି କି ନା ଯଦି ଗୋଟେ ଉଡୁଛି ବୁଝାଉଛି ବୋଟ ରେ ବସିଛ ବୋଟ ବୋଟ ଦେଖିଛ ବୋଟ ଆଗରୁ ଯୋଉ ବୋଟ ଟା ହୁଏ ହେଲା ସେ ବୋଟ ରେ କଣ ହୁଏ କହିଲ ସେ ବୋଟ ରେ ଆଗରୁ ପାଲ ଡଙ୍ଗା ହୁଏ ଆଗରୁ ଲୋକମାନେ ଯେତେବେଳେ ମେସିନ ନଥିଲା ହେଲା କିଛି ଇନଷ୍ଟ୍ରୁମେଣ୍ଟ ନଥିଲା ପାଲ ମାନେ କିଛି ୱାନ୍ ଟାଇପ୍ କଣ କହିପାରିବେ ପାଲଟାକୁ ହୁଏ ଯେମିତି ବାହାଘର ଫାହାଘର ଟେଣ୍ଟ ମାନେ ବଡ ବଡ ପାଲ ଉପରେ ଲଗାନ୍ତି ଟଙ୍ଗାନ୍ତି ମାନେ ମୁଁ ଦେଖିଛି ସାର୍ ସେଟା ଗୋଟେ ହ୍ୱାଇଟ୍ କଲର ର ଗୋଟେ କପଡା ଟାଇପ ର ଟଙ୍ଗା ହ୍ୱାଇଟ୍ ହୁଏ। ବଡ କପଡା ବଡ କ୍ଲଥ ମାନେ ଷ୍ଟ୍ରଙ୍ଗ କ୍ଲଥ ଆକ୍ଚୁଆଲି କପଡା ହେଲା ଟଙ୍ଗାନ୍ତି ସେଟା କଟନ ଟାଇପ ର ଗୋଟେ ବାସ୍ କଣ ଗୋଟେ ଏକ୍ଜାକ୍ଟଲି ହେଇଥାଏ। ତ ୱିଣ୍ଡ ଟା ଯଦି ତା ଦେହରେ ଲାଗିବନି ତ ସେ ୱିଣ୍ଡ ଟା ପ୍ରେସର ଆପ୍ଲାଏ କରିବ ଡଙ୍ଗା ଆପେ ଆପେ ଚାଲିଥିବ ତାହେଲେ ୱିଣ୍ଡ ଡିରେକ୍ସନରେ ସେମାନେ କଣ Yes, sir, ମୁଭ୍ yes, sir. କରନ୍ତି ବୁଝୁଛି କି ନାହିଁ ବୁଝୁଛି ମନେକର ପବନ ଟା ଏମିତି ଦଉଛି ତମେ ସାଇକେଲରେ ତମର ଗୋଟେ ସାଇକେଲ ଅଛି ଏଇଟା ମନେକର ସାଇକେଲ ବସିକି ଚାଲିଛ ତମେ ହେଲା ପବନ ଟା ଏମିତି ଦଉଛି ତମେ ଏମିତି ଯାଉଛ ଯାଇପାରିବ ତମେ ଡିଫିକଲ୍ଟ ହବ କି No, ନାହିଁ sir. ହେଲା ମନେକର Yes, sir. ତମେ ଏମିତି ଯାଉଛ ସାଇକେଲ ପବନ ଟା ଏମିତି ଦଉଛି ତାହେଲେ ଇଜି ହବନି ଇଜି ହବ କି ନାହିଁ Yes, ମାନେ sir. ତମେ ଯଦି ଏମିତି ଯାଉଛ ପବନ ଟା ଯଦି ଏମିତି ଦେବ ତାହେଲେ କଣ ତମକୁ ଡିଫିକଲ୍ଟ ହବ ଏଇଠି ଆମେ କଣ ଜାଣିଲେ ଏୟାର ତମ ବଡିରେ କିଛି ପ୍ରେସର ଆପ୍ଲାଏ କରୁଛି ହେଲା ବାଇସାଇକେଲ ଟ୍ୟୁବ ଦେଖିଛ ଟ୍ୟୁବ ସାଇକେଲ ଚକରେ ଯୋଉ ପ୍ରେସର ଦିଆ ହୁଏ Yes, sir. ହେଲା ସେ ଚକା କମିଯିବ ସେ ଚକାରେ ଯଦି ପ୍ରେସର ପଳେଇବ ତାହେଲେ ଆମେ ସାଇକେଲ ଗଡ଼ିବ କି ଗଡ଼ିବନି No, sir. ଗଡ଼ିବନି ଯଦି ବେଶୀ ଏୟାର ଦେବା ତାହେଲେ କଣ ହବ ସେଟା କଣ ପାଇଁ ହୁଏ? ଫାଟିଯିବ କଣ ପାଇଁ ମାନେ ଆରେ କଣ ପାଇଁ ହୁଏ ନା ଯଦି ଏଇଟା ହଉଛି ଚକାଟା ସେଟା କଣ ପାଇଁ ହୁଏ? ମୁଁ କହୁଛି ଶୁଣୁନୁ ଯୋଉ ଏୟାର ପାର୍ଟିକଲ ଗଲାନି ଆମେ ଜାଣିଛନ୍ତି ଏୟାର ପାର୍ଟିକଲ ଭିତରେ କଣ ପ୍ରେସର ଆପ୍ଲାଏ କରିବେ ହ୍ୟାଲୋ ସାର୍ ହୁଁ ସାର୍ ୟେସ୍ କୁହ ଘରେ କାହିଁକି ଆ ଭିତରେ ଯୋଉ ଏୟାର ଅଛି କଣ କରିବ ଟ୍ୟୁବଟା ତ ମୋଟା ତ ଏଟା ଫାଟିବ କଣ ପାଇଁ? ମୁଁ କହୁଛି ବା ଭିତରେ ଯୋଉ ଏୟାର ପାର୍ଟିକଲ ଥିବ ସେ ଏୟାର ଗୁଡା କଣ କରିବେ ଏକ୍ସପାଣ୍ଡ କରିବେ କି ନାହିଁ ଏ ଆଉଟର ୱାଲକୁ ପେଲୁଥିବେ ତେଣୁ ଅଧିକା ସଂଖ୍ୟା ଏୟାର ହେଇଯିବେ ତାକୁ ପେଲିକି ଫଟିଦେବେ ବୁଝାଉଛି ନାହିଁ ଏୟାର ସବୁବେଳେ କଣ କରୁଥିବେ ଆଉଟର ପ୍ରେସର ପକଉଥିବେ ଆଉଟର ସାଇଡ ଯୋଉ ଚକାର ଆଉଟର ସରଫେସକୁ ଯଦି ଅଧିକା ଏୟାର ପାଇଁ ପଶେଇଦେବେ କଣ ହବ ଫାଟିଯିବ ସିମ୍ପଲ ତାହେଲେ ଯେତେ ବି ଏକ୍ସପେରିଏନ୍ସ ଆମେ କଣ ଜାଣିଲେ ଅଲ୍ ଦିସ୍ ଏକ୍ସପେରିଏନ୍ସ ସୋ ଦ୍ୟାଟ୍ ଦ ଏୟାର ଏକ୍ସର୍ଟ୍ସ ପ୍ରେସର କଣ ଜାଣିଲେ The air exit pressure. ତାହେଲେ ଏୟାର ଯେହେତୁ ଏକ୍ସର୍ଟ୍ସ ମାନେ କଣ ଆପ୍ଲାଏ କରୁଛି ଏୟାର ପ୍ରେସର ଆପ୍ଲାଏ କରୁଛି ଏୟାର ପ୍ରେସର ଆପ୍ଲାଏ କରୁଥିବା ଯେତେବେଳେ ଏୟାର ମୁଭମେଣ୍ଟ ହଉଛି ତାଙ୍କ ସାମ୍ନାରେ ଯିଏ ବି ଆସୁଛି ସେ ତାଙ୍କୁ ଚହଲେଇ ଦଉଛି ଯଦି ଗଛ ପତ୍ର ପଡୁଥିବ ପବନ ଦେଲେ ଉଡିଯିବ କି ନାହିଁ ଉଡିଯାଏ ଯଦି କିଛି Yes, sir. ତମ ଡ୍ରେସ ପତ୍ର ଟଙ୍ଗା ହେଇଥିବ ଜୋର ପବନ ଦେଲେ ଉଡିଯାଏ କି ନାହିଁ ହେଲା କଣ ପାଇଁ ହୁଏ ନା ଏୟାର ଏୟାର କଣ କରେ ପ୍ରେସର ଆପ୍ଲାଏ କରେ ସିମ୍ପଲ ଯେକୌଣସି ଅବଜେକ୍ଟ ଉପରେ ହଉ ନା କାହିଁକି ଏଇଟା ସବୁବେଳେ ପ୍ରେସର ଆପ୍ଲାଏ କରେ ସିମ୍ପଲ ଏଇଟା ଗୋଟେ ବଢିଆ ଟପିକ ଟେ ଦେଖ which high speed winds are accompanied by reduced air pressure କଣ କହୁଛି ହ୍ୟାଲୋ Yes, sir. କଣ କହୁଛି
जदि विंड स्पीड बढ़िबो कोन कहूची हाई स्पीड विंड कोन जदि विंड स्पीड बढ़िबो तले कोन हबो तले एयर प्रेशर कमिबो कोन हबो जदि हाई विंड स्पीड आर अकम्पनीड बाय रिड्यूस्ड एयर प्रेशर तले एयर प्रेशर कोन हबो कमिबो एयर प्रेशर डिक्रीजेस तले जो जगह विंड स्पीड बढ़िबो सेठी कोन हबो एयर प्रेशर डिक्रीज हबो बुझा होची कि नहीं सेति गोटे एग्जांपल Yes, एटा sir. कहूची गोटे एग्जांपल आदरे कहूची ब्लोइंग इनटू द बॉटल तुमे एई एक्सपेरिमेंट करि पारो हला कोन कहूची से गोटे बॉटल आनिबो पानी बॉटल बुझी होची हेलो पानी Yes, बॉटल sir. आनला परे तो एटा तेरा मुंह पाको एटा कोन त मुंह पाको हला एई पटटा क्लोज थिबो बुझा होची ना एटा क्लोज थिबो हला एटा क्लोज थिबो तो एई मुंह पाकर की तो गोटे कागज पेंडुला करी गोटे गोल करी बॉल टाइप रखि दबो तो एई जगह से रखिची बुझिला नहीं रे हेलो तो यही जो बॉटल रो यही जगह रे तो गोटे कागज टाको मोड़ी बॉल टाइप रखिदेव है यही बॉटल एटा क्लोज थी तबे कौन कर यू फुंकवा आरंभ कर भितर को कौन कर फुंकब भितर को फुंकुच मैंने कौन एयर मुवमेंट हो कि नहीं भितर को एयर Yes, मुवमेंट sir. हो तो आम जानले कौन जदि हाई विंड स्पीड हम कौन जब विंड स्पीड बढ़ से एरिया कौन हम एयर प्रेशर डिक्रीजेस कौन हम एयर प्रेशर डिक्रीजेस हम कि Decreases. नहीं Decreases. जिते एयर टाइट मुवमेंट है आरंभ है भितर को गला यही जगह एयर प्रेशर डिक्रीज हम ना इंक्रीज हम मतलब कह यही जगह Decrease जगह तो यही जगह एयर प्रेशर डिक्रीज लो प्रेशर क्रिएट हम कौन हम लो प्रेशर क्रिएट हम बुझे ना नहीं रे तो जो Yes, लो sir. प्रेशर क्रिएट हम ये तो ये जो बॉटल ये भीतर रीजन ये प्रेशर कौन लो थी ना हाई थी नॉर्मल थी जोटी मुवमेंट है विंड री लो प्रेशर क्रिएट हम फुंकिया द्वारा तुम पार्टी पाखे जोर पवन बहनी विंड स्पीड इनक्रीज है कौटी ये इनिशियली है प्रथम ये स्पीड बढ़ यहाँ लो प्रेशर क्रिएट हम जहाँ ये कौन थी हाई प्रेशर थी ये कौन थी ये रीजन रे हाई प्रेशर ताले विंड कौटी फ्लो हम Yes, sir. विंड कौटी फ्लो हम रे एयर Sir, कौटी कौटी फ्लो हम high pressure, low pressure. विंड सब हाई रू कौटी जीव High pressure, low pressure. लो को फ्लो हम ताले कौटू कुआडे विंड फ्लो हम विंड एटू एमती फ्लो हम बुझे कि नहीं विंड कौटू एटू एमती फ्लो Yes, हम sir. तापर बॉलटा ये जो बॉलटा नहीं ये बॉलटा आम फुंकिबा द्वारा भितर को जाए कि नहीं से भितर को न जाए कौन जीव Yes, बाहर sir. को आस कौन आस बाहर को आस साइंस में बुझे कहली केमी हम मुझे तुमको बुझेली बटल टे आणिक तुम यह कर बुझे देख सब भितर तो माने जो धीरे धीरे फुंक दिव टिके फुंकिक तो भितर को नहीं जाए सारे है बुझे नहीं जोर फुंकवा कंटिन्यूसली फुंक तुम कौन कर एमती करदेव यहाँ धीरे धीरे फुंकी फुंकी भितर भितर को नहीं ना सेमती हेनी सेमती साइंस कहूनी ताने जो तुम मुहटा अच्छी ये तुम मुहटा अच्छी यही जगह तुम फुंकवा आरंभ कले मैंने ये कौन है लो प्रेशर क्रिएट है कौन है लो प्रेशर क्रिएट है यही जगह लो प्रेशर होता माने भितर हाई प्रेशर अच्छी एयरटा कौन ला ए हाई रु लो को मुवमेंट हम जो ब्लो कर कौन कर पदा को काढ़ी आन तुम केवे भी जोर फुंकिक यहाँ भितर को नहीं पार बुझीपारे ना रे Yes, sir. बुझेला. है तुम केवे भी ये बॉल टाक जोर फुंकिक भितर को नहीं पार ना है तुम तुम चाहू भितर को जीव लेकिन से बाहर को पलि आस कहीं जो विंड स्पीड बढ़ुची से लो प्रेशर एरिया क्रिएट होची ये लो प्रेशर मान भितर हाई प्रेशर अच्छी हाई प्रेशर लो प्रेशर को एयर सब मुवमेंट हम तो एयर फ्लोटा इे क्विकली फ्लो हम जो कि बॉलटा पदा को पलि आस Yes, sir. बुझे नहीं देख Yes, sir. बुझेला. आम कौन जानले एक्सपेरिमेंट रू जो विंड स्पीड बढ़ुची कौन हो विंड स्पीड हाई हो कौन हो हाई हो से कौन हो लो प्रेशर क्रिएट हो कौन हो Low pressure create होची. है ये गोटे बेलून एक्सपेरिमेंट देख कौन कौन गोटे स्ट्रिंग ना यहाँ हूँ गोटे कौन गोटे दौड़ी कि स्ट्रिंग गोटे स्टिक किसी भी स्ट्रिंग ये स्ट्रिंग काठी गोटे किसी भी नहीं पार स्ट्रिंग और स्टिक ये स्टिक रे
कुछ पुट अ लिटिल वाटर इनटू द बेलून्स ହେଲା ବେଲୁନ ଟାକୁ ଫୁଙ୍କି କିଛି ପାଦରେ ପାଣି ପୁରେଇ ଦେବା ଆದ್ರೆ କଣ ଅଛି ବର୍ତ୍ତମାନ 2 ମିଲିୟନ ୱାଟର ଅଛି Water. ବୁଝୁଛି कुछ ब्लो द बोथ द बेलून्स एंड टाई ईच वन टू ए स्ट्रिंग आको किछ फुंकी की कोन करिवो गोटे बेलून ने गोटे बाडी रे बांधी देबो हला बांधी के टंगेबो बुझाउछ कि नहीं कुछ हैंग द Yes, sir. बेलून्स 8 टू 10 सेंटीमीटर अपार्ट हला ए डिस्टेंस के 8 ରୁ 10 सेंटीमीटर कोन रखिबो डिस्टेंस रखिबो तापर कोन कहूची ए जो बेलून दिटा हबनी ये गोटे बेलून मने करो ये गोटे बेलून ए बेलून दिटा मते जो फांको अछि तमे एठी थाई कोन करियो ब्लो करियो कोन करियो फुंकिबो हला कि नै लोकटा कोन करियो फुंकिबो रे बुझी परछ ना तो फुंकिबो द्वारा कोन हबो मु कहितली जोडी विंड स्पीड बढ़िबो तो सेठी लो प्रेशर क्रिएट हबो कि नै Yes, sir. Yes, तले sir. एई रीजन ने कोन क्रिएट हबो लो प्रेशर क्रिएट हबो नी ए बेलून दिटा मझिरे Low pressure. Yes, sir. Low pressure create habo. जदि लो प्रेशर सेई रीजन ने क्रिएट होला तले कोन हबो तले एपटर हाई प्रेशर अछि कि नै Yes, sir. तले विंड टा हाई प्रेशर लो प्रेशर को फ्लो हबो ना Yes, sir. जे आपण एई बेलून दिटा पाखा पकी पळे आसीबे बुझौछि ना नै Yes, sir. बुझेला. इनिशियली बेलून दिटा झुली कि थिबे एमती जेतल ते फुंकिबो एठी लो प्रेशर क्रिएट हबो एपटे हाई प्रेशर थिबो तो एयर मूवमेंट हबो हाई रु लो तो एमिति जरा आसीबे तो बेलून दिटा के उड़े के क्लोज कर देबे पाखा पकी पळे आसीबे बुझि Yes, पाले sir. नै तो एठी हम कोन जानले Yes, sir. एठी हम जानिले जेतले विंड स्पीड बढ़िबो लो प्रेशर एरिया क्रिएट हबो बुझौछि ना नै हां एटा और देखो एबे करिया एक्टिविटी 8.4 हेलो Yes, sir. देखो ए ए बे एक्सपेरिमेंट में के करि दियो देखो ए लोकडा चिनि परत किए मु जान नहीं तमे के Yes, चिन्ह sir. एटा से जो ए पेज रे अछि परा अबे पेज रे अछि समस्त देखा होछि पेज रे अछि ए लोकडा किए माने कहार पिला जानचो लोक जेमिति मु जेमिति सारे तू साई सेमिति ए लोकडा चिन्हछ के चिन्ह मु भी चिन्ह ताको मनिटर अरे एनसीएट रे किए त सांग सांग हेति के फोटो उठे देछि बुझौछि कि नहीं Yes, sir. तो पचारिबनी ए सार किए साई पचारिबो ना बुझौछि नहीं देखो से कोन कहूछि Sir मु जानि जे लोकटा की किए सर गोटे मनीषटा हाँ कहयो ता बापा माँ को पिला एमती कहि परियो ता बापा को पिला तो बहुत चालाक हे गेलो ना तमर जाजपुर की सर मु जाजपुरी बळे अच्छा जाजपुरिया पर हो बहुत चालाक ना हो ठीक है सुन से कुछ होल्ड स्ट्रिप ऑफ पेपर हैला स्ट्रिप ऑफ पेपर माने ଗୋଟେ पेपर एमती सीधा रख एमती ए टाइप धरिबो हैला कुछ 20 सेंटीमीटर लॉन्ग एंड 3 सेंटीमीटर वाइड लंबा 20 सेंटीमीटर और वाइड हो 3 सेंटीमीटर कुछ बिटवीन योर थंब एंड फोर फिंगर एज शोन इन फिगर नाउ चापी के धरियो बा जेमे से धरि जी एटा होची को तमरो फोर फिंगर एटा होची थंब चापी के धरची सिंपल तुरी फुंक ना तुरी फुंकी ना नहीं केबे पे गाली सेमती चापी के धरिबो हला से धरजी एटी सिंपल तापर कुछ ना हो ब्लो ओवर द पेपर यदि पेपर टा एमती अछि ता ऊपर तुम ब्लो करियो कोन करिवो ता ऊपर ब्लो करिवो कोन करिवो ता ऊपर ब्लो करिवो बुझिले ना Yes, sir. जेते बेले तुम ब्लो करिवो से कोन हबो जानछ नै ए पेपर टा संगे संगे साप वाले खड़ा हे जिवो एटा एमती पड़ी कि थिबो इनिशियली जेते ब्लो करिवो एठू कोन जिवो एटा उठी के एमती जिवो बुझा पइला नै रे देखो पेपर टा उठी Yes, जाई sir. तले कोन पे उठिला कोन पे उठिला देखो से कहू से कथा जेते बेले तुम फुंकी रही जगटा शुण बा से वाइल्ड रे डिरेक्शन ने उठिले मु कहू सुन खाइनु साप लांगुटर हाथ बेले से उठिला फणा टेकिला से नु जेते बेले फुंकिले एई जगह लो प्रेशर एरिया क्रिएट होला कि नहीं Yes, sir. एटी लो प्रेशर एरिया क्रिएट होला तो एटी जगह लो प्रेशर एरिया क्रिएट होला एई रीजन में हाई प्रेशर अछि कि नहीं Yes, sir. तो एटा कह हबो तळु ऊपर को उठिबो हाई रु लो को उठिबो बुझौछि कि नहीं हाई रु लो को उठिला एटा तो हल्का जिन पेपर ना ताको उड़े नबो ताको मूवमेंट कर देबो सेट में से उठी जिवो संग साप भलिया बुझि पाले नहीं रे करी Yes, देखो sir. हला
ଏତିକି ବଡ ପେପର ଥିବ ତାକୁ ରୋଲ କରିକି ନା ସିମ୍ପଲ ହବ। ତାହେଲେ ଏଇଠି ଆମେ କ'ଣ ଜାଣିଲେ ନା ଇନକ୍ରିଜ୍ଡ ୱିଣ୍ଡ ସ୍ପିଡ୍ ଇଜ ଆକମ୍ପାନିଡ୍ ବାଇ ରିଡ୍ୟୁସ୍ଡ ଏୟାର ପ୍ରେସର ହେଲା। Yes, sir. ତାହେଲେ ପ୍ରଥମ ଏକ୍ସପେରିମେଣ୍ଟରେ ଆମେ କ'ଣ ଜାଣିଲେ, ଏଇ ଯୋଉ ଏକ୍ସପେରିମେଣ୍ଟଟା ଏଇଟା ଯେତେବେଳେ ଆମେ ଫୁଙ୍କିଲେ ବଟଲ ପାଟି ପାଖରେ ହେଲା, ବଟଲ ମୁହଁ ପାଖରେ ସେଟା କ'ଣ ହଉଛି ସେ ଲେଖୁଛି ଦେଖ, କହୁଛି ହ୍ୱେନ୍ ୱି ବ୍ଲୋ ଇନଟୁ ଦ ମାଉଥ ଅଫ ଦ ବଟଲ, ଯେତେବେଳେ ବଟଲ ଯୋଉ ଏଇଟା ହଉଛି ବଟଲର ମାଉଥ କି ନାହିଁ, ଏଇଠି ଏଇଠି ଫୁଙ୍କିଲେ ଯେତେବେଳେ ସେ କ'ଣ ହଉଛି ଏୟାର ନିୟର ଦ ମାଉଥ ହାଜ୍ ହାୟର ସ୍ପିଡ୍। ତାହେଲେ ଏଇଠି ଏୟାର ସ୍ପିଡ ବଢିଲା କି ନାହିଁ, ଏଠି କ'ଣ ହେଲା Yes, sir. ଏୟାର ସ୍ପିଡ ଇନକ୍ରିଜେସ୍। କ'ଣ ହେଲା ଏୟାର ସ୍ପିଡ Increases. ଫୁଙ୍କିଲେ ଏୟାର ସ୍ପିଡ ଇନକ୍ରିଜ କରିବ ନା, ସ୍ପିଡ ଇନକ୍ରିଜ କଲା, କ'ଣ କଲା Speed increase. ଇନକ୍ରିଜ କଲା ହେଲା। କହୁଛି ଦିସ୍, ତାହେଲେ ଏଇ ଯୋଉ ଇନକ୍ରିଜ କଲା ସ୍ପିଡ, କହୁଛି ଦିସ୍ ଡିକ୍ରିଜେସ୍ ଦ ପ୍ରେସର ଦେୟାର। ଯେହେତୁ ଏର ସ୍ପିଡ ଇନକ୍ରିଜ ହେଲା ତ ଏଇଠି କ'ଣ ହେଲା ତାର Low pressure ପ୍ରେସର ହେଲା। ଲୋ ପ୍ରେସର କ୍ରିଏଟ ହେଲା। ପ୍ରେସର କ'ଣ କଲା ଡିକ୍ରିଜ କଲା, ବୁଝାଉଛି କି ନାହିଁ? Yes, sir. ତାହେଲେ ସ୍ପିଡ ଯୋଗୁ ପ୍ରେସର ଡିକ୍ରିଜ ହେଲା। କହୁଛି ଦ ଏୟାର ପ୍ରେସର ଇନସାଇଡ ଦ ବଟଲ, ତାହେଲେ ବଟଲ ଭିତରେ ଯୋଉ ପ୍ରେସର ଅଛି ଏୟାର ପ୍ରେସର ଏଇଠି ଏଟା କ'ଣ ହାଇ ଅଛି ନା ଲୋ ଅଛି? କହୁଛି ଦ୍ୟାଟ ଇଜ ହାୟର ହାୟର ଦ୍ୟାନ ନିୟର ଦ ମାଉଥ। ତାହେଲେ ଏଇଠି ଲୋ ପ୍ରେସର, ଏଇଠି କ'ଣ ଅଛି ହାଇ ପ୍ରେସର, ସିମ୍ପଲ ସେ କଥା କହୁଛି ସେ। ତାହେଲେ ଏୟାରଟା ହାଇରୁ ଲୋକୁ ଫ୍ଲୋ ହବ। ଏୟାର ଇନସାଇଡ ଦ ବଟଲ ପୁଶେସ୍ ଦ ବଲ୍ ଆଉଟ୍। କାହିଁକି ନା ହାଇରୁ ଲୋକୁ ଯେତେବେଳେ ମୁଭମେଣ୍ଟ ହେଲା ଏଇଟାକୁ ବାହାରକୁ କରିଦେବ ବଟଲଟାକୁ, ସିମ୍ପଲ। ବଲଟାକୁ ସେଇ ଯୋଉ ବଲଟା ଅଛି କାଗଜ ପେଣ୍ଡୁଳାଟା ଏଟାକୁ ସେ କାଢିଦେବ। ବୁଝାଉଛି ନା ନାହିଁ? Yes, sir. ହବ, ସବୁ ଜିନିଷ ହବନି, ଏଟା କ୍ଲୋଜ ଅଛି ନା, କାହିଁକି ହବନି, ହବ, ସବୁବେଳେ ହବ। ତାପରେ ଏଇ ଯୋଉ ବେଲୁନ କଥା କହୁଛି ଦେଖ, ତାହେଲେ ଆକ୍ଟିଭିଟି 8.3 ଆମକୁ କ'ଣ କହୁଛି, ଏଇଟା ଏଇ ଯୋଉ ବେଲୁନ ଏକ୍ସପେରିମେଣ୍ଟ କ'ଣ କହୁଛି, କହୁଛି when you blew between the balloons, ଯେତେବେଳେ ବେଲୁନ ଦିଟା ଭିତରେ ତୁମେ ବ୍ଲୋ କରିବ, ଦେ ମୁଭ୍ ଟୁୱାର୍ଡସ୍ ଇଚ୍ ଅଦର, ସେ ଦିଟା ପାଖାପାଖି ପଳେଇ ଆସିବେ। କ'ଣ ପାଇଁ ପାଖାପାଖି ଆସିବେ? Sir, high pressure low pressure को blow ଦ ହବ। ପ୍ରେସର ଅଫ ଏୟାର ବିଟୱିନ୍ ଦ ବେଲୁନ୍ସ ୱେର୍ ସମୟ ରିଡ୍ୟୁସ୍ ନା, ହଁ ଯେତେବେଳେ ଆମେ ଫୁଙ୍କିବା କ'ଣ ହବ, ତ ଏଇଠି ହାଇ ପ୍ରେସର ହେଲା କି ନାହିଁ, ୱିଣ୍ଡ ସ୍ପିଡ ଏଠି ଇନକ୍ରିଜ ହେଲା, ଏଠି କ'ଣ ହେଲା ଏଠି ୱିଣ୍ଡ ସ୍ପିଡ ଇନକ୍ରିଜ ହେଲା, ୱିଣ୍ଡ ସ୍ପିଡ ହାଇ ହେଇଗଲା। ଯଦି ୱିଣ୍ଡ ସ୍ପିଡ ହାଇ ହେଲା ତ ସେଇଠି ଲୋ ପ୍ରେସର କ'ଣ ହବ, ପ୍ରେସର ଲୋ Sir, ହେଇଯିବ। low ହେଇଯିବ। Yes, sir. ଯଦି ଲୋ ପ୍ରେସର ହେଇଯିବ, ଏପଟରେ ହାଇ ପ୍ରେସର ଅଛି, ହାଇ ଲୋ ତାକୁ ଆଣିକି ପେଲିକି ପାଖାପାଖି ନେଇ ଆସିବେ। ଦ ପ୍ରେସର ଅଫ ଏୟାର ବିଟୱିନ୍ ଦ ବେଲୁନ୍ସ ୱେର୍ ସମହାଉ ରିଡ୍ୟୁସ୍ଡ, ଦ ପ୍ରେସର ଆଉଟସାଇଡ ଦ ବେଲୁନ୍ସ ହେଲା, ଏଇ ଯୋଉ ରିଜନ ଯୋଉ ପ୍ରେସର ଅଛି ଏଟା ହାଇ ପ୍ରେସର ଏରିଆ, which would then push them towards each other ହେଲା। ଯେତେବେଳେ ଏୟାର ମୁଭମେଣ୍ଟ ହେବେ ସେ ଦିଟା ପାଖାପାଖି ପଳେଇ ଆସିବେ, ସିମ୍ପଲ। ତାପରେ ଏଇ ଯୋଉ ଏକ୍ସପେରିମେଣ୍ଟ କ'ଣ କହୁଛି ସେ, କହୁଛି ଆକ୍ଟିଭିଟି 8.4 କ'ଣ କହୁଛି, when you blew over the paper strip, ଆମେ ପେପର ଷ୍ଟ୍ରିପ୍ ଉପରେ ବ୍ଲୋ କରିବା ସେ କ'ଣ ହବ, ଏଇ ରିଜନରେ କ'ଣ ୱିଣ୍ଡ ସ୍ପିଡ ଇନକ୍ରିଜ ହେଲା କି ନାହିଁ? ହ୍ୟାଲୋ, Yes, sir. ଏଇଠି ୱିଣ୍ଡ ସ୍ପିଡ ଇନକ୍ରିଜ ହେଲା, ତ ୱିଣ୍ଡ ସ୍ପିଡ ଇନକ୍ରିଜ ହେଲେ କ'ଣ ହବ, ୱିଣ୍ଡ ସ୍ପିଡ ହାଇ ହେଲେ କ'ଣ ହବ କିରେ, Sir, low pressure. Sir, low pressure ହବ। ପ୍ରେସର ଲୋ ହବ, लो प्रेशर क्रिएट हब। तो लो प्रेशर जो क्रिएट हब तापर कौन हम कुछ व्हेन यू ब्लो ओवर द पेपर स्ट्रिप इट वेंट अपवर्ड्स अगेन तामाने इफ द ब्लोइंग ओवर द पेपर कुछ दैट रिड्यूस द एयर प्रेशर ओवर द स्ट्रिप हैला ता ऊपर कोन हला लो प्रेशर क्रिएट हला एटी एपटर हाई प्रेशर अछि हाई प्रेशर एयर टा फ्लो हबो एटा कोन से करदिबो टेकी दबो एटा टेकी दबो सिंपल टेकी एमने कर दबो सापला मुंडा भलिया ସେଇଟା କେମିତି ସେଟା ଗୋଟେ ଜାଗା टेकी दबो पवनटा जीव दल तो टेकी हिजिबो तो करबो एक्सप्लेन करबो से सब के बाड़ी भलिया सीधा ही परियो की हे परिबन ना एम टेकी हिजिबो एम जगह तुरी देखि दिबो हला कि नहीं तुर कोन के बाजिबो से बका हिजिबो मु देखि एक्चुअली जे एक्सप्लेनटा हला मेला माने के जिंस मिले सर ये एक्सपेरिमेंट हम स्कूल रे मैम करथिले हां फेयर भले जिंस रे सब जिंस देखियो मिले लोक ना होते साइंस एटा कोन मैजिक होची एटा किनो साइंस एक्चुअली हला एडम कौन जानले ना इंक्रीज्ड विंड स्पीड इंडेड अकम्पनीड बाय रिड्यूस्ड एयर प्रेशर
ଦେଖ ଏଇଟା କେବେ ଦେଖିଛ ଯଦି ବହୁତ ଜୋରରେ ଦେଖିବ ଷ୍ଟର୍ମ ହବ କି ସାଇକ୍ଲୋନ ହବ ଯଦି ଟିଣ ଘର ଆଜବେଷ୍ଟ ଘର ଥିବ ଟିକେ ହାଲକା ୱିକ୍ ଥିବ ତାର ନଟ୍ ବୋଲ୍ଟ ପ୍ରବଳ ଭିଡ଼ା ହେଇନଥିବ ସେ ଆଜବେଷ୍ଟ ଟେକି ପବନ ଉଡେଇ ନେଇଯିବ ସପରରେ ଉଡେଇ ନେଇଯିବ କଣ ପାଇଁ ଏକ୍ଜାକ୍ଟଲି ସେଇ ଜିନିଷ ହୁଏ ଯଦି ଏଇଠି ଗୋଟେ ଘର ଅଛି ହେଲା କି ନାହିଁ ତାହେଲେ ଏପଟର ୱିଣ୍ଡ ସ୍ପିଡ୍ ଇନକ୍ରିଜ ହେଲା ନା Yes, sir. ହ୍ୟାଲୋ ଯଦି ୱିଣ୍ଡ ସ୍ପିଡ୍ ଇନକ୍ରିଜ ହେଲା ତ ଏଇ ରିଜିଅନରେ ଲୋ ପ୍ରେସର କ୍ରିଏଟ୍ ହବନି Yes, sir. ହ୍ୟାଲୋ ତ ଏଇଠି ଲୋ ପ୍ରେସର କ୍ରିଏଟ୍ ହେଲା ତ ଲୋ ପ୍ରେସର କ୍ରିଏଟ୍ ହବ ଯେତେବେଳେ ସେ କଣ ହବ ଏଇଠି ହାଇ ପ୍ରେସର ଥିବ ଇଏ ତା ଉପରକୁ ଟେକିଦେବ ତାପରେ ୱିଣ୍ଡ ଧୀରେ କିନି ଟେକି ନେଇ ପଳେଇବ କୁଆଡେ ବୋଲି କୁଆଡେ ହେଲା କହୁଛି ହ୍ୱାଟ ଉଡ୍ ହାପେନ୍ ଇଫ୍ ହାଇ ସ୍ପିଡ୍ ୱିଣ୍ଡସ୍ ବ୍ଲୁ ଓଭର ଦ ରୁଫ୍ସ ଅଫ୍ ବିଲ୍ଡିଂସ୍ ବୁଝୁଛି କି ନାହିଁ ଯଦି ସେ ରୁଫ୍ ଟା ୱିକ୍ ଥିବ ତାମାନେ ପ୍ରପରଲି ନଟ୍ ବୋଲ୍ଟ ଭିଡ଼ା ହେଇନଥିବ ଦେ କୁଡ୍ ବି ଲିଫ୍ଟେଡ୍ ଆଣ୍ଡ ବ୍ଲୋନ୍ ଆୱେ କାହିଁକି ନା ତା ଉପରେ ୱିଣ୍ଡ ସ୍ପିଡ୍ ଇନକ୍ରିଜ ହେଲା ମାନେ ୱିଣ୍ଡ ସ୍ପିଡ୍ ହାଇ ହେଲା ମାନେ এই রিজনে লো প্রেসর ক্রিয়েট হব তারপর হাই প্রেসর কম থিব এইটা হচ্ছে একচুয়ালি রুফ তলে হাই প্রেসর থিব ହେଲା ଘର ତଳେ ସେଇଟାକୁ ଟେକିନେ ପଳେଇବ କୁଆଡେ ବୁଝାଉଛି ନାଇଁ ରେ ସାର୍ ଫନି ଗଲେ ସାର୍ ଗୋଟେ ଘରର ଆଡଭେଷ୍ଟ ଉଠିକି ଆମ ବାଡିରେ ପଡିଥିଲା। ସେଇଥିପାଇଁ ହେଲା ୱିଣ୍ଡ ସ୍ପିଡ ବଢିଲେ କଣ ହବ ଛାତଟା ଗୋଟେ ସେଟା ୱିକ୍ କି ଛାତର ରୁଫ୍ ଟା ୱିକ୍ କି ଷ୍ଟ୍ରଙ୍ଗ ବହୁତ ତାକୁ ୱାଲ୍ ପୁରା ବାନ୍ଧିକି ରଖୁଛି ଯୋଉ ଆଇରନ୍ ଟା ବୁଝୁଛି ନା ୟେସ୍ ସାର୍ 500 କିଲୋ 500 କିଏ ଥିବ କି ଆଉ 500 ପୁରା ଡେଭାଷ୍ଟେସନ ହେଇଛି ବଞ୍ଚିବାନି ଆମେ ସବୁ ଜିନିଷ ଉଡ଼ିକି ଆସି ବାଜିବ ଘର ତ ଚୁନା ହେଇଯିବ ଗୋରୁ ଗାଈ ଉଡ଼ିକି ପଳେଇବ କୁଆଡେ 500 ହେଲା ମାନେ ଉଡ଼ିନି ପଳେଇବ Yes, sir. ଆଉ ତ ପଦାକୁ ବାହାରିବୁ ତ କିଛି ନଥିବ କଣ ଖାଇବୁ ପିଇବୁ ବଞ୍ଚିବୁ ଅଳ୍ପ ଦିନ ମରିବୁ ହଁ କଣ କହୁଛୁ ହ୍ୟାଲୋ air moves from the region where the air pressure is high to the region where the pressure is low এটা ଜାଣିଛନ୍ତି ନା ନାହିଁ ତାହେଲେ ଏୟାର ସବୁବେଳେ ହାଇ ରିଜିଅନ ରୁ ଲୋ ରିଜିଅନ କୁ ବ୍ଲୋ କରେ ହେଲା ମୁଭ୍ କରେ ୟେସ୍ ସାର୍ ବୁଝି ଆଣ୍ଡ ଦ ଗ୍ରେଟର ଦ ଡିଫରେନ୍ସ ତାହେଲେ ସେ ଯୋଉ ହାଇ ପ୍ରେସର ରୁ এটা ହାଇ ପ୍ରେସର ଏରିଆ ଏଇଟା ହଉଛି ଲୋ ପ୍ରେସର ଏରିଆ ହେଲା ମନେକର ପ୍ରେସର ହଉଛି ମନେକର 100 atm 1000 atm ଆଟମସ୍ଫିୟରିକ ପ୍ରେସର এটা হচ্ছে 10 atmospheric pressure ବୁଝାଉଛି କି ନାହିଁ Yes, sir. ଆବେ ଗୋଟେ ପ୍ରେସର Yes. ଗୋଟେ ମେଜରମେଣ୍ଟ ଅଛି ଯେମିତି ଗୋଟେ ୱେଟ ର ଅଛି ଗୋଟେ କେଜି ହେଲା କି ସେମିତି ପ୍ରେସର ହଉଛି ବାବଦ ଆଟମସ୍ଫିୟରିକ ପ୍ରେସର ମାନେ 1000 ହାଇ ପ୍ରେସର ମାନେ 1000 ଆଟମସ୍ଫିୟରିକ ପ୍ରେସର लो प्रेशर ମାନେ ମନେକର 10 ଆଟମସ୍ଫିୟରିକ ପ୍ରେସର ତାହେଲେ ଏଇଠି ପ୍ରେସର ଡିଫରେନ୍ସ କେତେ ହେଲା ଡିଫରେନ୍ସ କେତେ ହେଲା ପ୍ରେସର ଡିଫରେନ୍ସ 90. 1000 ରୁ 10 90 ହବ ପ୍ରେସର ଡିଫରେନ୍ସ କେତେ ହବ 1000 minus 10 990 ବୁଝୁଛି କି ନାହିଁ ତାହେଲେ ଏଇ ପ୍ରେସର ଡିଫରେନ୍ସ ଯେତେ ଅଧିକା ହେବ ଗ୍ରେଟର ଦ ଡିଫରେନ୍ସ ଇନ୍ ପ୍ରେସର ଫାଷ୍ଟର ଦ ଏୟାର ମୁଭ୍ସ ବୁଝୁଛି କି ନାହିଁ ଯେତେ ଅଧିକା ଡିଫରେନ୍ସ ହବ ଏୟାର ପ୍ରେସର ରେ ଏୟାରଟା ସେତେ ଜୋରରେ ମୁଭ୍ ହବ ଆମେ ସେଠି କୁହନ୍ତି କଣ ଯେ ୱିଣ୍ଡ ସ୍ପିଡ ବଢିଲା ରେ ପବନ ବହିଲା ଜୋର ବହୁଛି ବୁଝୁଛି କି ନା ନାହିଁ ୟେସ୍ ସାର୍ ୱାଟର ଟେ ଗୋଟେ ଫ୍ଲୋ ହଉଛି ଯେତେ ଅଧିକା ହାଇଟ୍ ରୁ ୱାଟର ଯିବ ତାହେଲେ ସେ ପ୍ରେସର ବଢିବ କି ନାହିଁ ୱାଟରର ତାହେଲେ ୱାଟର ଯଦି Yes, ତଳେ sir. ପଡିଥିବା ଜାଗାକୁ ଯାଇ ଛିଡା ହେଇପାରିବ ତୁମେ ପାରିବନି ନୋ ସାର୍ ଦେଖିବ ଯାର ଯେତେବେଳେ ଦେଖିବ ଟାଙ୍କି ପାଣି ଦେଖିଥିବ ଟାଙ୍କିରେ ଯେତେବେଳେ ପାଣି ଲେଭେଲ ଖସି ଆସିବ ହେଲା ତମ ଟ୍ୟାପ ରେ ପାଣି ଭଲରେ ସ୍ପିଡଲି ଆସେ କି ରହି ରହି ଆସେନି ୟେସ୍ ତ ସାର୍ ସେଇ ଜିନିଷ ହେଲା ସେମିତି ଟାଙ୍କିକି ଆସିଲେ ୱାଟର ଲେବୁଲକୁ ଆମେ ଡିପେଣ୍ଡ କରିବା ୱାଟର ଲେବୁଲ ଉପରେ ୱାଟର ପ୍ରେସର ଡିପେଣ୍ଡ କରୁଛି ଏଇଠି ଆଟମୋସ୍ଫିୟରିକ ପ୍ରେସର ବା ହାଇ ପ୍ରେସର ଲୋ ପ୍ରେସର ଉପରେ ୱିଣ୍ଡ ସ୍ପିଡ ଡିପେଣ୍ଡ କରୁଛି ବୁଝୁଛି କି ନାହିଁ ୟେସ୍ ସାର୍ ହଁ ସାର୍ ଟାଙ୍କିରେ ଯେତେବେଳେ ପାଣି ସରୁଛି ସେତେବେଳେ କାହିଁକି କୁହନ୍ତି ଟ୍ୟାପ ଏବେ ଖୋଲା ହବନି ଟ୍ୟାପ ଏୟାର ନେଇଯାଇଛି ଆଉ କିଛି ମାନେ ନାହିଁ ପାଣି କଣ ବାହାରିବ କିଛି ହଁ ନଥିବ କଣ ସାର୍ ବାହାରିବ ମାନେ ପାଣି ଭର୍ତ୍ତି ପାଣି ଫୁଲ ହେଇ ସରିଲା ପରେ ବି 5-10 ମିନିଟ୍ ଆସେ ନା 5-10 ମିନିଟ୍ ଟ୍ୟାପ ଓପନ କରିକି ରଖିଲା ପରେ ପାଣି ଆସେ ତା ଭିତରେ ପୁଣି ସେ କହିଲେ ଏୟାର ଟା ବା ଥିବ ତା ଭିତରେ ଟାଙ୍କିଟା ଗୋଟେ ବଡ ଏୟାର ଫାଙ୍କା ନଥିବ ସେ ଖୋଲିବ ଭିତରେ କଣ ବାହାରିବ ଏୟାର ହିଁ ବାହାରିବ ପ୍ରଥମେ ତା ଭିତରେ ପାଣି ସରିଗଲେ ଏୟାର ପଶିଯିବ ଯେତେବେଳେ ଟାଙ୍କି ଭିତରେ ୱାଟର ଥିବ ହେଲା ତ ସେଠି ୱାଟର ବାହାରିବ ଟ୍ୟାପ ରୁ
जो वाटर सरीला भितर बर्तन कौन अच्छी एयर अच्छी कि नहीं जो आम टैप खोलिए से एयर ही तो बाहर देखो सर 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 खाली होउथबो देखछ खोज Yes, नहीं sir. कारण एटी एयर अच्छी तो एयर ही आसीबो आ कोन आसीबो ତାହେଲେ ଯେତେବେଳେ ଟାଙ୍କିରେ ପାଣି ଅଧା ହୁଏ ସେତେବେଳେ କାଇଁ ମାନେ ଅଧା ଏୟାର ଅଧିକ ପାଣି ଦେଇଥାଏ ସେତେବେଳେ କାଇଁ ଏୟାର ଆସେ ନା ଖାଲି ପାଣି ଆସେ? बर्तमान जो आसीबो देख अधा जो वाटर थिबो तो टांकी रे फांका दिबो ना नहीं देखो टांकी भीतर तुम घर जो टैप अछि एडी क्लोज हिथिबो तो एडी तो बटन वाटर थिबो ना तो एठी थोड़ा ना वाटर Yes. पसिबो की तो यही रीजन जे वाटर अछि ना लागे दिबो तळ पट रे बुझी होछि ना नहीं तुम घर जो टैप टैप जो पाइप जाइकी ऊपर लगी ना तले लगी एडी टांकी लगी तल भाग तो एडी तो वाटर थिबो ना तो ए पेयर आसीबो केमती जितने ए वाटर सरीଯିବ ତାପରେ ଏୟାରଟା କମି 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 ଆସିକି ପୁରା ଲାଗିଯିବ ଏଠି ତେବେ ସେ ଏୟାର ଆସିବ ବୁଝା ହଉଛି ନା Yes, sir. ତାହେଲେ ତାଙ୍କ ଟାଙ୍କିରେ Yes, ପାଣି sir. ଫୁଲ ହେଲା ପରେ ବି ସେ ଟ୍ୟାପ ମାନଙ୍କରେ ଟିକେ ଟିକେ ଏୟାର ରହିଯାଇଥାଏ। କଣ ପାଇଁ ରହିବ ଯେତେବେଳେ ପାଣିଟା ପଳେଇ ଆସିଲେ ଏୟାର ଫାଙ୍କା ହବନି ହଁ ତ କ୍ୱେଶ୍ଚନ ମୁଁ ବୁଝିପାରୁନି ଆକ୍ଚୁଆଲି କଣ ପଚାରୁଛୁ ମାନେ ଟାଙ୍କି ଯେତେବେଳେ ଫାଙ୍କା ଥିବ ତ ଏଇଠି ଟିକେ ଏଇ ରିଜନ ଭିତରେ କିଛି ଏୟାର ନିଶ୍ଚିତ ଥିବ ନା ନାହିଁ ବର୍ତ୍ତମାନ ଇଏ ତ କ୍ଲୋଜ ଥିବ ମଟରଟା କୋଉଠି ମଟର ପାଣି ଏଇଠି ଏମିତି ଯାଇକି ପଡୁଥିବ ହେଲା ଏଇଠି ମଟର ଲାଗିଥିବ तो फांकाटा थी एई जो एयर पार्टिकल नथिबो तो टांकी जे पूरा फुल हो जिवो सेठु किछि एयर पार्टिकल धीरे धीरे थिबो तो सरसर सरसर हेकी बाहरी पानीटा पे ହେଲା ହଉ ତ ତଥାପି ତ ଟ୍ୟାପ ଚଲେଇଲା ପରେ ବହୁତ ସମୟ ପରେ ପାଣି ଆସେ 5-10 ମିନିଟ୍ ପରେ। ଆପଣ ଏଇ ରିଜିଅନ ରୁ ୱାଟର ପହଞ୍ଚିବାକୁ ଏଇଠି ଟାଇମ ଲାଗିବ କି ନାହିଁ 5-10 ମିନିଟ୍ ପରେ କାହିଁକି ଆଉ ଏଇ ରିଜିଅନ କୁ ଏଇଠି ତାପରେ ଆଉ ଗୋଟେ କଥା ହଉଛି କୋଉ ସମୟରେ କଣ ହୁଏ କହିଲୁ ହେଲା ମନେକର ତମର ଏଇଠି ବର୍ତ୍ତମାନ ୱାଟରଟା ଅଛି କୋଉଠି ତ ଟାଙ୍କିରେ ଯାଇକି ଏଇଟା ଲାଗିଛି କଣ ପାଇପଟା ଏଇଠିକି ଲାଗିଛି ତ ଏଇ ଲେବୁଲ ପୁଣି ପାଣି ଆସିବ ନା ନାହିଁ ଏଇ ଲେବୁଲକୁ ପାଣି ଆସିବା ଟାଇମଟା ଲାଗେ ସେଇ ଟାଇମ ଭିତରେ ସେ କିଛି ଆସେନି ଖାଲି ଏୟାର ହିଁ ଆସେ ପାଣିଟା ତ ଏଠି ପୁରା ଏମଟି ହେଇଛି ଆସିବ ପୁଣି ଏଇ ହୋଲକୁ ଆସିବା ହୋଲ ପାଖକୁ ଆସିବ କି ନାହିଁ ଏ ହୋଲ ପାଖକୁ ଆସିବା ପର୍ଯ୍ୟନ୍ତ ଟାଇମ ଲାଗେ ଆକ୍ଚୁଆଲି ସେଥିପାଇଁ କି ସେ ସର ହୁଏ 2-3 ମିନିଟ୍ ସମୟ ଲାଗେ ଟାଙ୍କିରେ ପାଣି ଯଦି ଥାଏ ତାହେଲେ ଯେତେବେଳେ ପାଣି ମାନେ ଫୁଲ ହେଇଯାଏ ତାହେଲେ ଯେତେବେଳେ ପାଣି କାଢନ୍ତି କିଛି ସମୟ ରଖିଲା ପରେ କାଢନ୍ତି। ମୁଁ ସେଇ କଥାଟା ପାଣି ବୁଝିଲି। ପାଣି ତ ଏଇ ଜାଗାରୁ ଏଇଠିକି ଆସିବ ନା ନାହିଁ ତମ ଘର ଯୋଉ ଟ୍ୟାପଟା ଯୋଉ ଖୋଲୁଛନ୍ତି ଏଇଠୁ ଏମାନେ ଏଇଠି ଟ୍ୟାପଟା ଅଛି ଏଇ ଟ୍ୟାପର ମେନ୍ ଏଣ୍ଡିଂ ପୋଷ ଏଇଠୁ ପାଣିଟା ବାହାରୁଛି ପୁଣି ଏଇଠୁ ଯେତିକି ଆସିବ ନା ନାହିଁ ପାଣିଟା ନା ଆସିବନି ହଁ Yes, sir. ସେଥିପାଇଁ ଟାଇମ ଲାଗିବ ନା ଟିକେ ବୁଝି ହଉଛି ଦିସ୍ ମଚ୍ ଫର୍ ଟୁଡେ ଏୟାର ଏକ୍ସପାନ୍ସନ ହିଟିଂ କାଲି ପଡ଼ିଆ ଠିକ ଅଛି Yes, sir. ତାହେଲେ ଆଜି ଆମେ ମେନ୍ ଜିନିଷ କଣ ଜାଣିଲେ ୱିଣ୍ଡ ସ୍ପିଡ ଇନକ୍ରିଜ ହେଲେ କଣ ହୁଏ लो Low प्रेशर pressure क्रिएट ହୁଏ। हुए लगी नहीं सिंपल काली कौन जानिबा ना एयर एक्सपेंशन हीटिंग एयर को हीट कले से एक्सपांड करे कौन करिवो एक्सपांड करिवो हला से विषय जानिबा काली ठीक है आज पे एतिकी दिस मच फॉर टुडे थैंक यू ऑल